आज ହେଉଛି ସେପ୍ଟେମ୍ବର 15 ତାରିଖ। ଏହା ଇତିହାସରେ ଏକ ସ୍ୱତନ୍ତ୍ର ଛାପା ଛାଡ଼ିଯାଇଛି। ଭାରତୀୟ ବ୍ରଡକାଷ୍ଟ ଦୂରଦର୍ଶନର ଆଜିର ଦିନରେ 1959ରେ ଦିଲ୍ଲୀରେ ପରୀକ୍ଷଣ ଭାବେ ପ୍ରସାରଣ ହୋଇଥିଲା। ଛୋଟ ଟ୍ରାନ୍ସମିଟର ଓ ଷ୍ଟୁଡିଓରେ ଏହା ଆରମ୍ଭ କରାଯାଇଥିଲା। ପ୍ରାୟ ଅଧଘଣ୍ଟାର କାର୍ଯ୍ୟକ୍ରମ ପ୍ରସାରଣ ହୋଇଥିଲା। ପରୀକ୍ଷଣ ପରେ ସପ୍ତାହକୁ 3 ଦିନ କାର୍ଯ୍ୟକ୍ରମ ପରିବେଷଣ ହେଉଥିଲା। ସେତେବେଳେ ଦୂରଦର୍ଶନ ଇଣ୍ଡିଆ ନାମରେ ଚାଲିଥିଲା। 1965 ପରେ ଅଲ୍ ଇଣ୍ଡିଆ ରେଡିଓ ସହ ମିଶି ଦୂରଦର୍ଶନର ନିୟମିତ ଭାବେ ପ୍ରସାରଣ କାର୍ଯ୍ୟକ୍ରମ କରିଥିଲେ। ସେହି ବର୍ଷ 5 ମିନିଟ୍ ବିଶିଷ୍ଟ ବୁଲେଟିନ୍ ଖବର ପ୍ରସାରଣ ହୋଇଥିଲା। ପ୍ରତିମା ପୁରୀ ଓ ସଲମା ସୁଲତାନ ଏହି ଧାରା ବିବରଣୀ ପ୍ରଦାନ କରିଥିଲେ। 1967 ମସିହାରେ ସେମାନେ ଦୂରଦର୍ଶନରେ ଯୋଗ ଦେଇଥିଲେ। 1975ରେ ଦୂରଦର୍ଶନ ଇଣ୍ଡିଆର ନାମ ପରିବର୍ତ୍ତନ କରି ହିନ୍ଦୀରେ ଦୂରଦର୍ଶନ ନାମ ହୋଇଥିଲା। ଦୂରଦର୍ଶନ ମାଧ୍ୟମରେ ବୁନିୟାଦ, ନୁକ୍କଡ଼, ରାମାୟଣ ମହାଭାରତ ଭଳି ପୌରାଣିକ ଧାରାବାହିକ ଦେଶ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲା। କୃଷି ଦର୍ଶନ କାର୍ଯ୍ୟକ୍ରମ ଦୀର୍ଘ ସମୟ ଧରି ଦୂରଦର୍ଶନରେ ପ୍ରସାରଣ କରାଯାଉଥିଲା। ଏହା 1967 ମସିହା ଜାନୁଆରୀ 26 ତାରିଖରେ ଶୁଭାରମ୍ଭ ହୋଇଥିଲା। 70 ଦଶକରେ ଆଙ୍କର ଭାବେ ସ୍ୱର୍ଗତ ଗୀତାଞ୍ଜଳି ଆୟାର, ନୀତି ରବୀନ୍ଦ୍ରନ ଏବଂ ରିନି ସିମୋନ ଏହି ଚ୍ୟାନେଲ ମାଧ୍ୟମରେ ବେଶ୍ ପରିଚିତ ଥିଲେ। ସେତେବେଳେ ଦୂରଦର୍ଶନରେ ମୋଟ 21ଟି ଚ୍ୟାନେଲର ପ୍ରସାରଣ ହେଉଥିଲା। କିନ୍ତୁ 1992 ମସିହାରେ ଦେଶରେ ପ୍ରଥମ ବେସରକାରୀ ସାଟେଲାଇଟ୍ ଚ୍ୟାନେଲ ଭାବେ ଜି-ଟିଭି ଆରମ୍ଭ ହୋଇଥିଲା। ଏହି ଚ୍ୟାନେଲ ଦୂରଦର୍ଶନର ରେକର୍ଡକୁ ଭାଙ୍ଗିଥିଲା। ଦୂରଦର୍ଶନରେ ବର୍ତ୍ତମାନ 12ଟି ଭାଷାରେ ଧାରାବାହିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି। ସେଥିମଧ୍ୟରୁ ହିନ୍ଦୀ, ଇଂରାଜୀ, ତାମିଲ, ତେଲୁଗୁ, କନ୍ନଡ଼, ମାଲୟାଲମ, ମରାଠୀ, ବେଙ୍ଗଲୀ, ଗୁଜରାଟୀ, ମୈଥିଲି, ଆସାମ ଏବଂ ଓଡ଼ିଆ। ଭାରତର ଏହା ହେଉଛି ନିଜସ୍ୱ ପବ୍ଲିକ୍ ଟେଲିଭିଜନ ବ୍ରଡକାଷ୍ଟର। ଏହାର 2ଟି ଡିଭିଜନ ରହିଛି। ସେଥିମଧ୍ୟରୁ ମିନିଷ୍ଟ୍ରି ଅଫ୍ ଇନଫରମେସନ ଆଣ୍ଡ ବ୍ରଡକାଷ୍ଟିଂ ଏବଂ ପ୍ରସାର ଭାରତୀ। ଦୂରଦର୍ଶନ ଚ୍ୟାନେଲ ମଧ୍ୟ ଡିଡି ନାମରେ ବେଶ୍ ପରିଚିତ ହୋଇପାରିଛି। ଦୂରଦର୍ଶନରେ 46ଟି ଷ୍ଟୁଡିଓକୁ ଅପରେଟ୍ କରୁଥିବା ବେଳେ 33ଟି ଟେଲିଭିଜନ ଚ୍ୟାନେଲ, 2ଟି ପ୍ୟାନ୍ ଟେଲିଭିଜନ, 17ଟି ବିଭିନ୍ନ ଭାଷାଭିତ୍ତିକ, 11ଟି ରାଜ୍ୟ ନେଟୱାର୍କ ଏବଂ ଆନ୍ତର୍ଜାତୀୟ ଚ୍ୟାନେଲ ମଧ୍ୟ ପ୍ରସାରିତ ହେଉଛି। ପ୍ରସିଦ୍ଧ ବଙ୍ଗାଳୀ ଲୋକପ୍ରିୟ ଲେଖକ ଶରତଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜନ୍ମ 1876 ମସିହା ଆଜିର ଦିନରେ ହୋଇଥିଲା। ତାଙ୍କ ଜନ୍ମ ଦେବାନନ୍ଦପୁରର ବ୍ରାହ୍ମଣ ପରିବାରରେ ହୋଇଥିଲା। ତାଙ୍କ ବାପାଙ୍କ ନାମ ମାଟିଲାଲ ଓ ମାଙ୍କ ନାମ ଭୁବନ ମୋହିନୀ ଥିଲା। ତାଙ୍କର ପ୍ରମୁଖ ରଚନା ମଧ୍ୟରେ ଦେବଦାସ ପରିଣୀତା, ଛୋଟି ବୋହୂ ଭଳି ଉପନ୍ୟାସ ରହିଛି। ସେ ରଚନା କରିଥିବା ବିଭିନ୍ନ କାହାଣୀ ଉପରେ 50ରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ତାଙ୍କ ରଚନାରେ ଗାଁର ଚାଲିଚଳନ, ସାମାଜିକ ଜୀବନର ପ୍ରତିଛବି ଏବଂ ତାଙ୍କ ସଂଘର୍ଷମୟ ଜୀବନର ଛାପ ଦେଖିବାକୁ ମିଳେ। ସେ ବଙ୍ଗଳା ଉପନ୍ୟାସ ଶ୍ରୀକାନ୍ତ ୱାନଙ୍କୁ ଇଂରାଜୀ ଭାଷାରେ ଅନୁବାଦ କରିଥିଲେ। ଏହା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରେସର 1922 ମସିହାରେ ଛପାଯାଇଥିଲା। ସେହି ବର୍ଷ ତାଙ୍କର ପ୍ରଥମ ନୀରବ ଚଳଚ୍ଚିତ୍ର ଅନ୍ଧାରରେ ଆଲୋ ମୁକ୍ତିଲାଭ କରିଥିଲା। ଭାରତ ସ୍ୱାଧୀନତା ସଂଗ୍ରାମୀଙ୍କୁ ସେ ବହୁ ମାତ୍ରାରେ ସମର୍ଥନ ପ୍ରଦାନ କରୁଥିଲେ। ହାୱାଡ଼ା ଶାଖାର ଜିଲ୍ଲା କଂଗ୍ରେସ କମିଟିର ସେ ସଭାପତି ଥିଲେ। ସେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅର୍ଥ ଓ ଅନ୍ୟ ଜିନିଷରେ ମଧ୍ୟ ସହଯୋଗ କରିଥିଲେ। ଚିତ୍ତରଞ୍ଜନ ଦାସ, ଦେଶବନ୍ଧୁ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସହ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ତାଙ୍କର ଘନିଷ୍ଠ ବନ୍ଧୁତ୍ୱ ଥିଲା। 1890ରେ ବିଶ୍ୱପ୍ରସିଦ୍ଧ ଇଂରେଜ ଲେଖକ ଆଗାଥା କ୍ରିଷ୍ଟିଙ୍କ ଜନ୍ମ ହୋଇଥିଲା। ତାଙ୍କୁ କ୍ରାଇମ୍ ନୋଭେଲିଷ୍ଟ ଭାବେ 66ଟି ଅନୁସନ୍ଧାନ ଉପନ୍ୟାସ ଏବଂ 14ଟି ଛୋଟ କାହାଣୀ ଲେଖିବା ସ୍ମରଣ କରାଯାଏ।
गिनीज बुक ऑफ वर्ल्ड रेकर्ड रे तांको ऑल टाइम बेस्ट सेलर उपन्यासकार भावे सामिल करा जायछि। एंड देन देयर वेयर नो सबुठु अधिक बिक्री होइथिबा उपन्यास अटे। एही उपन्यासर पुस्तक 10 कोटी बिक्री करा जायथिबा जणा पड़िछि। तमिल राजनीति रे प्रमुख स्थान अर्जन करिथिबा सीएन अन्ना दुराईंकर जन्म 1909 रे आजिर दिन रे होइथिला। अन्ना दुराई तमिल भाषारे लेखक सम्मानित लेखक एवं पत्रकार मध्य थिले। द्राविड़ राजनैतिक दलर से प्रथम नेता थिले जे कि तमिल चलचित्र रे निजर प्रचार प्रसार करि पारिथिले। 1949 रे डीएमके द्राविड़ मुनेत्र काजगम रो स्थापन करथिले। 1967 रे सीएन अन्ना दुरई माड्रास रो मुख्यमंत्री भाबे चयन होइथिले। से माड्रास राज्य को तमिलनाडु नाम देइथिले। तांको द्वारा प्रतिष्ठा होइथिबा डीएमके दलर अध्यक्ष भाबे एम करुणानिधि अछंती। 2008 रे फाइनेंशियल सर्विसेज कंपनी लिमेन ब्रदर्स निजको देवालिया घोषणा करथिले। एहार प्रभाव समग्र विश्वर अर्थव्यवस्था रे पड़िथिला। एहाकू ग्लोबल रिसेशन नाम रे मध्य जणा जाय। सही समय रे लिमन ब्रदर्स को 639 अरब डॉलर पाखापाखी 43 कोटी संपत्ति थिला। एहार बकेया 613 अरब डॉलर पाखापाखी 41 लाख कोट करज रहिथिला। एही बैंक को घोटाला को अमेरिकार सबुठारे बड़ घोटाला बोली विवेचित करा जाय। विश्व रे एबे परिवेश प्रदूषण एक बड़ चैलेंज होई ठिया होईछि। एही समस्या जारी रहिछि। एहाकू देखि ग्रीन पीस नामक राष्ट्रीय संगठन सबुज बनानी और शांतिर वातावरण सृष्टि करबा लागि प्रतिबद्धता भावे कार्य करुछि। ग्रीन पीसर स्थापना आजिर दिन रे 1971 रे अंतर्जातीय परिवेशन संगठन भावे आरंभ होइथिला। एहार मूल उद्देश्य हैला कल कारखाना ठारू परिवेश को बंचाइबा। प्रसिद्ध चलचित्र नायिका राम्य कृष्णंको जन्म 1970 रे चेन्नई रे होइथिला। तांको 14 वर्ष होइथिबा से तमिल चलचित्र रे निज क्यारियर आरंभ करथिले। राम्य दक्षिण भारतीय चलचित्र परे बॉलीवुड रे मध्य काम आरंभ करथिले। 1993 रे यश राज चोप्रांको निर्देशित चलचित्र रे से मुख्य भूमिका रे अभिनय करथिले। बाहुबली चलचित्र तांको क्यारियर रो सर्वश्रेष्ठ थिला। वर्तमान राम्या 2 शहरु ऊर्ध्व चलचित्र रे कार्य करि आसिछंती। ब्यूरो रिपोर्ट एनटीवी।